ଆପଣ ଯଦି ଓଡ଼ିଶା ପୋଲିସ ସର୍ଚ୍ଚ କରିବେ ଗୁଗୁଲ୍ ବା କ୍ରୋମ୍ ବ୍ରାଉଜରରେ ଆପଣମାନେ ସର୍ବପ୍ରଥମେ ଦେଖିପାରୁଥିବେ ରିକ୍ରୁଟମେଣ୍ଟ ଅଫ୍ ଜୁନିୟର କ୍ଲର୍କ ଆଉ ଅଛି ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼ ରିକ୍ରୁଟମେଣ୍ଟ ଅଫ୍ ସିପାଇ ଆଣ୍ଡ କନେଷ୍ଟବଳ। ତ ତାପରେ କ୍ଲିକ୍ କରିବା। ତାପରେ କ୍ଲିକ୍ କରିସାରିଲା ପରେ ଆପଣମାନେ ଦେଖିପାରୁଥିବେ ଆଡ଼ଭର୍ଟାଇଜମେଣ୍ଟ ଡାଉନଲୋଡ଼ ହେଇଗଲା। ଆପଣମାନେ ଡିଟେଲ୍ସ ମଧ୍ୟ ଜାଣିପାରିବେ। ଯାହା ବି ମୁଁ ଡିଟେଲ୍ସ କହିଥିଲି, ମୁଁ ଅଲରେଡ଼ି ବି କହିଥିଲି କି ଅଗଷ୍ଟ ସେପ୍ଟେମ୍ବର ଭିତରେ ତୁମର ଆଡ଼ଭର୍ଟାଇଜମେଣ୍ଟ ବାହାରି ପଡ଼ିବ ଏବଂ ସେଇ ତୁମର ଆପ୍ଲାଏ ମଧ୍ୟ ହେଇଯିବ ଏବଂ ମାସେ ଟାଇମ୍ ଦେବ। ତାପରେ ତୁମର ରିଟିନ୍ ଏକ୍ଜାମ୍ ହେଇଯିବ। ତାପରେ ତୁମକୁ ଫିଜିକାଲ୍ ପାଇଁ ଟାଇମ୍ ଦେବନି, 15 ଦିନ ଲାଗିବ। 15 ଦିନ ଭିତରେ ତୁମର ରିଟିନ୍ ରେଜଲ୍ଟ କରିକି ଫିଜିକାଲ୍ କରିକି ଜଏନିଂ କରିଦେବ। ସେ ଅଲରେଡ଼ି 14/9/2024 ନୋଟିଫିକେସନ୍ ରିକ୍ରୁଟମେଣ୍ଟ ଅଫ୍ 1360 ସିପାହୀ କନଷ୍ଟେବଳ ଇନ୍ OACB IRSS ବାଟାଲିୟନ୍ସ ଇନ୍ ଓଡ଼ିଶା ପୋଲିସ। ଆପଣ ନିଜେ ବି ଦେଖିପାରୁଥିବେ ଅଲରେଡ଼ି ସେ ମେନସନ୍ କରିଛି ଦ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼ ଓଡ଼ିଶା ପୋଲିସ ଇଜ୍ ଗୋଇଂ ଟୁ କଣ୍ଡକ୍ଟ ରିକ୍ରୁଟମେଣ୍ଟ ଫର୍ 1360 post in the rank of Sipahi Constable in different OSCP, IR, SIR, SS battalions. A details advertisement along with eligibility criteria showing age, education qualification, category wise vacancy against each battalion, mode, plan and syllabus of examination, etc. will be available in Odisha Police website www.odishapolice.gov.in for 23 September 2024 at 10 a.m. Interest candidate may be applied online through this website as per the instructions mentioned in the detailed advertisement. No manual application will be entertainment. Candidates are advised to regular visit the website for update. ଆପଣମାନେ ଜାଣିଥିବେ 23/9/2024 ତାର ଡିଟେଲ ଆଡ଼ଭର୍ଟାଇଜମେଣ୍ଟ ଆସିଯିବ। ଆପଣମାନେ ଭାବି ନିଅନ୍ତୁ କି ସେଇ ଦିନଠୁ ହିଁ ତାର ଆପ୍ଲାଏ ଡେଟ୍ ଷ୍ଟାର୍ଟ ହେଇଯିବ। ତ ଆପଣମାନେ ସେଇ ଦିନ ପୁରା ଫୁଲ୍ ନୋଟିଫିକେସନ୍ ମଧ୍ୟ ଆସିଯିବ। ଆଉ ତାପରେ ଆଉ ଗୋଟେ କଥା କି ଆପଣ ଯଦି କି ସବୁକିଛି ଅପଡ଼େଟ୍ ପାଇବାକୁ ଚାହୁଁଛନ୍ତି ଡେଲି ଅଫିସିଆଲ୍ ୱେବସାଇଟ୍ ମାନେ ଓଡ଼ିଶାପୋଲିସ.gov.in ମଧ୍ୟ ଭିଜିଟ୍ କରିବେ। ଯାହା କହିଛି ମୁଁ ତୁମକୁ ଅଲରେଡ଼ି ଅପଡ଼େଟ୍ ଦେଉଛି, କିଛି ବି ତୁମକୁ ଦେଖିବା ଦରକାର ନାହିଁ। ଆପଣମାନେ ଜାଣିଲେ ରିକ୍ରୁଟମେଣ୍ଟ ଆସିଯିବ। ନିହାତି ଭାବରେ ପଢ଼ାପଢ଼ି କରନ୍ତୁ, ରିଟିନ୍ ପାଇଁ ପ୍ରାକ୍ଟିସ୍ କରନ୍ତୁ। ଆଉ ଗୋଟେ କଥା କହୁଛି, ଫାଷ୍ଟ ଟାଇମ୍ ଆମ ଚ୍ୟାନେଲକୁ ଭିଜିଟ୍ କରୁଥିଲେ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ମୁଁ ବି ଯାହା ବି ପାଖାପାଖି 1.5 ମାସ 2 ମାସ ଭିତରେ ଗୋଟେ ଭିଡ଼ିଓ ଅପଲୋଡ଼ କରିଥିଲି, ଆପଣ ନିଜେ ବି ଜାଣିଥିବେ। ତ ପାଖାପାଖି ମାସେ 1.5 ମାସ ହେବ ଗୋଟେ ଭିଡ଼ିଓ ଅପଲୋଡ଼ କରିଥିଲି। ଓକେ, ଯେଉଁ OACB ବି କେବେ ଆସିବ ଆପଣ ନିଜେ ବି ମଧ୍ୟ ଦେଖିପାରୁଥିବେ। ଯେଉଁମାନେ ବି ଦେଖିଛି ତ ଭଲ କଥା, ଯେଉଁମାନେ ଦେଖିନ ମୁଁ ଅଲରେଡ଼ି ବି ଦେଖାଇ ଦେଉଛି ଏକ୍ଜାମ୍ ଡେଟ୍, ଆପ୍ଲାଏ ଡେଟ୍ ଅଲରେଡ଼ି ବି କହିଦେଇଛି। ଆପଣ ନିଜେ ବି ଦେଖିଥାନ୍ତୁ। ହେଲା, ପାଖାପାଖି 1.5 ମାସେ ହେବ ମୁଁ ଭିଡ଼ିଓ ଅପଲୋଡ଼ କରିଥିଲି। ଆପଣ ନିଜେ ବି ଦେଖନ୍ତୁ। ମୁଁ ଅଲରେଡ଼ି ଏ ଭିଡ଼ିଓରେ କହିଥିଲି କି ଆପଣଙ୍କ ନୋଟିଫିକେସନ୍ ଅଗଷ୍ଟ ସେପ୍ଟେମ୍ବର ଦେଖିବାକୁ ପାଇଯିବେ। ନିହାତି ଭାବରେ ଆପଣମାନେ ସେପ୍ଟେମ୍ବର ମାସରେ ତାର ଅଲରେଡ଼ି ଆଡ଼ଭର୍ଟାଇଜମେଣ୍ଟ ଆସିକି ଅନଲାଇନ୍ରେ ଷ୍ଟାର୍ଟ ହେଲା। ଆଉ ମୁଁ ତୁମକୁ କ'ଣ କହିଥିଲି ନା ମାସେ ଟାଇମ୍ ଦେବ ତୁମର ଅନଲାଇନ୍ ଆପ୍ଲାଏ କରିବା ପାଇଁ। ତାପରେ ଆପଣଙ୍କର ମାସ ପରେ ଆପଣଙ୍କ ରିଟିନ୍ ହେଇଯିବ। ରିଟିନ୍ ଏକ୍ଜାମ୍ ଅକ୍ଟୋବର ନଭେମ୍ବର ମାସରେ ହେଇଯିବ ଏବଂ ଆପଣଙ୍କ ଫିଜିକାଲ୍ ଦେଖିବାକୁ ନଭେମ୍ବର ଡିସେମ୍ବର ଜାନୁଆରୀ ମାସରେ ଫିଜିକାଲ୍ ୱିଥ୍ ଜଏନିଂ ହେଇଯିବ। ଆପଣଙ୍କୁ ଅଲରେଡ଼ି ବି କହିଥିଲି। ଆପଣ ନିଜେ ବି ଚାହିଁଲେ ଦେଖିଲେ ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ପୁରା 100% ଟ୍ରଷ୍ଟେଡ୍ ଅପଡ଼େଟ୍ ମଧ୍ୟ ପାଇପାରିବେ। ଆଶା କରୁଛି ଭିଡ଼ିଓକୁ ବହୁତ ହେଲ୍ପଫୁଲ୍ ହେଇଥାଏ। ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ ଏବଂ ନିହାତି ଭାବରେ ଭିଡ଼ିଓକୁ ସେୟାର କରନ୍ତୁ ଏବଂ ଲାଇକ୍ କରିବାକୁ ଜମାରୁ ଭୁଲି ନାହିଁ। ତ ଦେଖା ହେବା ନେକ୍ସଟ ଭିଡ଼ିଓରେ। ସେଥିପାଇଁ ଜୟ ଜଗନ୍ନାଥ।